ସେତେବେଳେ ଅବସ୍ଥା ସ୍କୁଲର ଅବସ୍ଥା ବହୁତ ଖରାପ ଥିଲେ ହେମାଟ ଥିଲେ ଇନ୍ଦ୍ରମୀ ସାହୁ ତାଙ୍କର ଭଦ୍ରକ ଘର ହେଉଛି ନୂଆ ସେ ମୋତେ ସେଥିରେ ପ୍ରଥମ ଇଏ ବୋଲି ଇଏ ବାହାର କିନ୍ତୁ ମୁଁ ସେ ବିଏସି ଥିଲି ହେଲେ ସେ ଆପଣ ଜଏନ୍ କରିଥିଲେ ତେଣୁ ହେମାଟର କୋର୍ସ ରହିଥିଲେ ଯାହା ହେଉଛି ଭଲ ଶିକ୍ଷକ ଭଲ ଇଏ କିନ୍ତୁ ସେ ସମୟ କଥା ଆମର ସ୍କୁଲ ହେଉଥିଲା ସ୍କୁଲରେ ଚାଲ ହେଉଥିଲା କିନ୍ତୁ ଆମର ଅଫିସ୍ ହେଉଥିଲା ସେ ଏମ୍ଇ ସ୍କୁଲ ହେଉଥିଲା ସେଠି ଅଫିସ୍ ହେଉଥିଲା ସେଇଠି ଏମ୍ଇ ସ୍କୁଲ ଗୋଟେ ପାଖ ଗୋଟେ ପାଖରେ ହାଇସ୍କୁଲ ଅଫିସ୍ ହେଉଥିଲା ଯାହା ସେ ସମୟ ତ ଗଲାଣି ସେତେବେଳେ ଯେଉଁ ଘର ଥିଲା ଚାଳ ଘର ଯାହା କହିଲେ ପିଲା ସବୁ କହିଲେ ଯେ ମାନେ ତାଳ ଘୋଡ଼ା ସେ ତାଳ ଘୋଡ଼ା ବର୍ତ୍ତମାନ ପିଲା ଭାଙ୍ଗି ଦେଉଛନ୍ତି କିନ୍ତୁ ସେତେବେଳେ ତାଳ ଘୋଡ଼ା କିଛି ହେଉଥିଲା ମୋ ସବୁ ପିଲା ମୋର ଇଏ ନାହିଁ ବହୁତ ପିଲାଙ୍କୁ ଦଣ୍ଡ ଦେଇଛି ମୁଁ ମନରେ ଦୁଃଖିତ ଯେ ମୋ ଦଣ୍ଡ ଦ୍ୱାରା ଭୁଲ ହେଇଯାଇଛି ଯାହା ହଉ ଶିକ୍ଷା ଯାହା ହେଇଛି ଶିକ୍ଷାଟା ମୁଁ ଧରକାମ ଆମେ ଦୁଃଖର କଥା କହିପାରିଲି ପ୍ରଥମେ ଶିକ୍ଷକ ସାହାଯ୍ୟ କରି ଇଏ ଶିକ୍ଷକ ସେ ଆସିପାରେ ଦୁଃଖ ନতুନ ସାର୍ ଆସିପାରେ ସେ ଫଳେ ଶିକ୍ଷକ ଆମର ଆୟତ ଚାଲିଗଲେଣି ଆମର ଯେଉଁ ଦିବାକରଣ ନାୟକ ବଡ଼ ସେ ଚାଲିଗଲେଣି ମଦନ ଭାଇ ସେ ଚାଲିଗଲେ ତାଙ୍କ ପାଇଁ ଦୁଃଖିତ ବା ଆଜି ଆମର ଛାତ୍ର ଗୋଟେ ଚାଲିଗଲେ ହେଇଗଲେଣି ତେଣୁ ଏସବୁ ତ ଉଚିତ କଥା କିନ୍ତୁ କେତେ ସୁନ୍ଦର ସେତେବେଳେ ଥିଲା ପରିବେଶ ମୁଁ ଏବେ ରାତିରେ ସ୍ୱପ୍ନ ଦେଖୁଛି ମୁଁ ପିଲାଙ୍କୁ କହୁଛି ଏ ପାଠ କରନା ଏ ବଦମାସ କରନା ପାଠ ପଢ଼ ସ୍କୁଲ ଆସ ମୁଁ ଘରେ ପ୍ରଥମେ ପିଲା ମୁଁ ବିହାର ଦାସରେ ଡକ୍ଟର ଚକ୍ ଆଉ ଏଠାରୁ ପରୀକ୍ଷା ହେଇଥାଏ ତେଣୁ ମୁଁ ପିଲା ତାହା ସବୁ ବୁଝିବି ଜୟ ସାର୍ ବେଳେ ଖାଲି ଏଇ କ'ଣ ମୁଁ ନେଇ ପହଞ୍ଚିବି ସେ କହିବେ ସାର୍ ମୁଁ ପଳେଇ ଆସେ କିନ୍ତୁ ସାର୍ ସବୁ ନାହାନ୍ତି ମୁଁ ଟିକେ ସେ ଘରେ ଆସେ ଘରକୁ ଆସେ ବେଳେ ନଥିଲା ରାସ୍ତା ଚାଲିକି ଆସି ଔଷଧ ସାଇକେଲ ଆସି ଚାଲି ଆସିଲା ବେଳେ ଦେଖେ ସମୟ ହେଇଯାଏ ମୁଁ ଜୋର ହାଟୁ ଜୋର ଦୌଡ଼େଇଲେ ଦୌଡ଼େ ସମୟ ଲୋକ ହଳ ଫଳ କରୁଥାନ୍ତି ଆସି କୁହନ୍ତି କ'ଣ ସାର୍ କ'ଣ ଆମେ ପିଲା ପଡ଼ିଲା ପିଲା ପଡ଼ିଲା ଆଉ ହେମାଟେ ଦୌଡ଼ ପ୍ରକୃତ ମାନିବାକୁ ସେମିତି କିଛି ଭୁଲ ନଥାଏ ସେମିତି ସଂଶୟ ବହୁତ କରୁছে ଅଥଚ ମୁଁ ଅସୁସ୍ଥ ଯେତେବେଳେ ପରେ ବୁଝିଲି ସେତେବେଳେ ସେ ତିଆରି କରିছে ଆଉ ଚାଲିଗଲି ସବୁ ଆଉ ତମ କଥା ବହୁତ କଥା ମୁଁ ଏବେ ଛିଡ଼ି କରି ଛୁଆମାନେ ଯେତେବେଳେ କେମିତି ପୁଅ ପିଲାଙ୍କୁ ଏଇ ରେଖା ମାଛ ସାଙ୍ଗେ ପୁଅ ହଁ ମୁଁ ଜାଣିଛି ମାଛ ଟିକେ ହେଇଗଲି ଆଉ ମା ଆସିଲା ଆମ ଦିଦି ସେ ସ୍ୱାଦ ଖରା ବେଳେ ମୁଁ ଟିକେ ତାଙ୍କୁ ପଢ଼େଇଛି ପାଟି ଭାରି ଯାଇକି ହେଉଛି ଆମେ ସବୁ ଜାଣିଲି ଛାତ୍ରଛାତ୍ରୀ ଯେଉଁ ଅଛନ୍ତି ସବୁ ସେ ସବୁ କ'ଣ ମୁଁ ବେଶୀ ଭଲ ପାଏ ମୋ ପୁଅ ଯେଉଁ କେତେ ଭଲ ପାଏ ପିଲାଙ୍କୁ ଛାତ୍ରଙ୍କୁ ବେଶୀ ଭଲ ପାଏ ସେ ପରୀକ୍ଷା ଦିଏ ଭଲ କରିବେ ସେତେ ଭଲ ନଥିଲା କିନ୍ତୁ ମୁଁ ମାନେ ଅତି ଉନ୍ନତ ସ୍ତର ମୋ ସମୟ କିଏ ହେଲାଣି କହିଲେ ବହୁତ କଥା କହି ହେବନି ରିଟାୟାର